ଆସନ୍ତୁ ଆଜି ଓଡ଼ିଶାର ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଦୃଷ୍ଟିକୋଣ ବିଷୟରେ କଥା ହେବା। ଏହା ଏକ ସ୍ୱପ୍ନର କଥା, ତେବେ ଚାଲନ୍ତୁ ଏହି ଯାତ୍ରା ଆରମ୍ଭ କରିବା। ଆଉ ଆମର ଆଲୋଚନା ଏହି ଗଭୀର କଥାରୁ ହିଁ ଆରମ୍ଭ ହେଉଛି। ଦେଖନ୍ତୁ, ସ୍ୱପ୍ନ କ'ଣ କେବଳ ଗୋଟେ କଳ୍ପନା? ନା, ଏହା ହେଉଛି ଶକ୍ତିର ଏକ ଉତ୍ସ ଯାହା ଆମ ଜୀବନକୁ ଗୋଟେ ନୂଆ ରାସ୍ତା, ଗୋଟେ ଲକ୍ଷ୍ୟ ଆଉ ଅନେକ ଆଶା ଦେଇଥାଏ। ଆଉ ଏହି ଭାବନା ହିଁ ହେଉଛି ପୁରା ଦୃଷ୍ଟିକୋଣର ମୂଳଦୁଆ। ତେବେ ଏ ସ୍ୱପ୍ନଟା ପ୍ରକୃତିରେ କ'ଣ? ହଁ, ଏହା ଏମିତି ଏକ ଓଡ଼ିଶାର ପରିକଳ୍ପନା ଯାହା ଦୁଇଟି ମୁଖ୍ୟ ସ୍ତମ୍ଭ ଉପରେ ଠିଆ ହୋଇଛି। ଗୋଟିଏ ହେଲା ପ୍ରସ୍ତୁତି ଆଉ ଅନ୍ୟଟି ହେଲା ପ୍ରଗତି। ଆଉ ଏ ଦୁଇଟା ଶବ୍ଦ ପରସ୍ପର ସହ ଏମିତି ଜଡ଼ିତ ଯେ ଭାବି ନିଅନ୍ତୁ, ସଠିକ୍ ପ୍ରସ୍ତୁତି ବିନା ପ୍ରଗତି କେବେ ବି ସମ୍ଭବ ନୁହେଁ। ହଉ ତେବେ ଚାଲନ୍ତୁ ପ୍ରଥମେ ବୁଝିବା ଏହି ସ୍ୱପ୍ନର ମୂଳ କଥାଗୁଡ଼ିକ କ'ଣ, ଯାହା ଉପରେ ଏହାର ପୁରା ଆଧାରଶିଳା ରଖାଯାଇଛି। ମୋ ସ୍ୱପ୍ନର ଓଡ଼ିଶାର ସବୁଠୁ ବଡ଼ କଥା ହେଉଛି ସମାନ ସୁଯୋଗ। ଟିକେ କଳ୍ପନା କରନ୍ତୁ ତ, ଏମିତି ଏକ ରାଜ୍ୟ ଯେଉଁଠି ଗାଁର ଗରିବ ଚାଷୀର ଝିଅ ହେଉ କି ସହରର ପିଲା, କାହାରି ଭାଗ୍ୟ ତାର ଜନ୍ମରୁ ସ୍ଥିର ହେବନି। ସମସ୍ତଙ୍କ ପାଇଁ ସଫଳ ହେବାର ରାସ୍ତା ପୁରାପୁରି ଖୋଲା ରହିବ। ଆଚ୍ଛା, ପ୍ରଗତିର ରାସ୍ତାରେ ଆଗକୁ ଯିବା ପୂର୍ବରୁ କିଛି ମୂଳଦୁଆକୁ ମଜବୁତ କରିବାକୁ ପଡ଼ିବ। ତେବେ ଆସନ୍ତୁ ସେହି ପ୍ରସ୍ତୁତି ବିଷୟରେ ପ୍ରଥମେ ଜାଣିବା। ଏହି ଦୃଷ୍ଟିକୋଣରେ ଶିକ୍ଷାର ଅର୍ଥ କେବଳ ବହିପାଠ ନୁହେଁ। ଏଠି ପିଲାମାନେ ଜୀବନ ବଞ୍ଚିବାର କଳା ଶିଖିବେ, ସମାଜ ବିଷୟରେ ଜାଣିବେ, ବୈଜ୍ଞାନିକ ଦୃଷ୍ଟିକୋଣ ରଖିବେ ଆଉ ନୂଆ କିଛି କରିବା ପାଇଁ ଚେଷ୍ଟା କରିବେ। ଆଉ ଶିକ୍ଷକମାନେ, ସେମାନେ କେବଳ ପାଠ ପଢ଼ାଇବେନି, ବରଂ ପିଲାଙ୍କ ପାଇଁ ଜଣେ ଜଣେ ଗାଇଡ୍ ଆଉ ମେଣ୍ଟର ହେବେ। ଆମେ ସମସ୍ତେ ଜାଣିଛେ, ଅତୀତରେ ସ୍ୱାସ୍ଥ୍ୟକୁ ନେଇ କେତେ ସମସ୍ୟା ଥିଲା, ଯେମିତିକି ପୁଷ୍ଟିହୀନତା କିମ୍ବା ଶିଶୁ ମୃତ୍ୟୁ। କିନ୍ତୁ ଏହି ସ୍ୱପ୍ନ ଏକ ସୁସ୍ଥ ଭବିଷ୍ୟତର କଥା କହୁଛି। ଏମିତି ଏକ ଭବିଷ୍ୟତ ଯେଉଁଠି ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଶିଶୁ ସୁରକ୍ଷିତ ରହିବେ ଆଉ ସମସ୍ତଙ୍କ ପାଖରେ ଭଲ ଚିକିତ୍ସା ପହଞ୍ଚିପାରିବ। କିନ୍ତୁ ଏସବୁ କଥା ପାଇଁ ଭଲ ଶିକ୍ଷା ହଉ କି ସ୍ୱାସ୍ଥ୍ୟ, ସବୁଠୁ ଜରୁରୀ ଜିନିଷ ହେଉଛି ସୁଶାସନ। ଯଦି ପ୍ରଶାସନ ସ୍ୱଚ୍ଛ, ଦ୍ରୁତ ଆଉ ଲୋକଙ୍କ ପାଇଁ କାମ ନ କରେ, ତେବେ କୌଣସି ବି ବିକାଶ ଆଗକୁ ଯାଇପାରିବ ନାହିଁ। ତେଣୁ ଦୁର୍ନୀତିମୁକ୍ତ ଶାସନ ହିଁ ପ୍ରଗତିର ପ୍ରକୃତ ମେରୁଦଣ୍ଡ। ତେବେ ମୂଳଦୁଆ ତ ସ୍ଥାପନ ହେଲା, ଏବେ ଆସନ୍ତୁ ଦେଖିବା ଏହା ଉପରେ ବିକାଶର ନୂଆ ରାସ୍ତା କେମିତି ତିଆରି ହେବ ଆଉ ତାର ଫଳ କ'ଣ ମିଳିବ। ଏଇଠି ଦେଖନ୍ତୁ, ଚାଷୀଙ୍କ ଭୂମିକାକୁ ନେଇ ପୁରା ଚିନ୍ତାଧାରା ହିଁ ବଦଳି ଯାଉଛି। କୃଷକ ଆଉ କେବଳ ଅନ୍ନଦାତା ହୋଇ ରହିବେନି, ବରଂ ସେମାନେ ହେବେ ସମୃଦ୍ଧିଦାତା। ମାନେ ସେମାନେ ହିଁ ରାଜ୍ୟର ଅର୍ଥନୀତିକୁ ଆଗକୁ ନେବେ ଆଉ ଋଣର ଭୟରୁ ମୁକ୍ତ ହୋଇ ଆଶା ଆଉ ସମ୍ମାନର ସହ ବଞ୍ଚିବେ। ତେବେ ଏହି ସମୃଦ୍ଧି ଆସିବ କେମିତି? ଏଥିପାଇଁ 4ଟି ମୁଖ୍ୟ ସ୍ତମ୍ଭ ଦରକାର। ଚାଷୀଙ୍କୁ ନୂଆ ଟେକ୍ନୋଲୋଜି ଦିଆଯିବ, ଜଳସେଚନର ସବୁ ସୁବିଧା ମିଳିବ, ସେମାନଙ୍କ ଫସଲ ପାଇଁ ଏକ ନିଶ୍ଚିତ ବଜାର ଥିବ, ଆଉ ସବୁଠୁ ବଡ଼ କଥା, ସେମାନଙ୍କୁ ତାଙ୍କ ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଆଉ ଯେତେବେଳେ ପ୍ରଗତି କଥା ଆସେ, ସବୁଠୁ ବଡ଼ କଥା ହେଲା ଚାକିରି ବା ନିଯୁକ୍ତି। ଏହି ପରିକଳ୍ପନାରେ ଓଡ଼ିଶାର ଯୁବପିଢ଼ିଙ୍କୁ ଆଉ କାମ ପାଇଁ ବାହାରକୁ ଯିବାକୁ ପଡ଼ିବନି। IT, AI, ରୋବୋଟିକ୍ସ, ଗ୍ରୀନ୍ ଏନର୍ଜି, ଏମିତିକି ଆମ ହସ୍ତଶିଳ୍ପ, ଏହିସବୁ କ୍ଷେତ୍ରରେ ଏତେ ସୁଯୋଗ ସୃଷ୍ଟି ହେବ ଯେ ପ୍ରବାସ ସମସ୍ୟା ହିଁ ରହିବନି। ହେଲେ ଗୋଟେ କଥା ମନେ ରଖିବାକୁ ହେବ, ପ୍ରଗତିର ଅର୍ଥ ପ୍ରକୃତିର ବିନାଶ ନୁହେଁ। ବିକାଶ ହେଉ, କିନ୍ତୁ ପ୍ରକୃତିର ମୂଲ୍ୟରେ ନୁହେଁ। ଆମ ସମୁଦ୍ର, ଜଙ୍ଗଲ, ନଦୀକୁ ସୁରକ୍ଷିତ ରଖିବା, ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ଆଉ ଅଧିକରୁ ଅଧିକ ଗଛ ଲଗାଇବା, ଏସବୁ ମଧ୍ୟ ସେହି ସ୍ୱପ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଚ୍ଛା, ପ୍ରସ୍ତୁତି ଆଉ ପ୍ରଗତି କଥା ତ ହେଲା, କିନ୍ତୁ ଗୋଟେ ରାଜ୍ୟର ପ୍ରକୃତ ଆତ୍ମା କ'ଣ? ତା ହେଉଛି ତାର ସଂସ୍କୃତି ଆଉ ତା ଲୋକଙ୍କର ଶକ୍ତି। ଆସନ୍ତୁ ଏବେ ସେ ବିଷୟରେ କଥା ହେବା। ଆମର ସଂସ୍କୃତି କେତେ ସମୃଦ୍ଧ ତାହା କାହାକୁ ଅଛପା ନାହିଁ। ଓଡ଼ିଶୀ ନୃତ୍ୟ, ପଟ୍ଟଚିତ୍ର, ସମ୍ବଲପୁରୀ ଶାଢ଼ୀ ଆଉ ସର୍ବୋପରି ଜଗନ୍ନାଥ ସଂସ୍କୃତିର ଯେଉଁ ମାନବିକତାର ବାର୍ତ୍ତା ଅଛି, ତାକୁ ପୁରା ବିଶ୍ୱ ଦରବାରରେ ପହଞ୍ଚାଇବାକୁ ହେବ। ଏହା ହିଁ ଆମ ପରିଚୟକୁ ଆହୁରି ମଜବୁତ କରିବ। ଏମିତି ଗୋଟେ ଧାରଣା ଆମ ସମାଜରେ ବହୁଦିନରୁ ରହିଆସିଛି ଯେ ମହିଳାମାନଙ୍କର କାମ କେବଳ ଘରର ଚାରିକାନ୍ଥ ଭିତରେ, କିନ୍ତୁ ଏହି ପୁରୁଣା ଚିନ୍ତାଧାରାକୁ ଭାଙ୍ଗିବାର ସମୟ ଆସିଯାଇଛି। ଆଉ ସ୍ୱପ୍ନର ଓଡ଼ିଶାରେ ଏ ଚିତ୍ର ପୂରାପୂରି ଅଲଗା। ଏଠି ମହିଳାମାନେ କେବଳ ଘର ସମ୍ଭାଳିବେନି, ବରଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବେ। ସେ ବୈଜ୍ଞାନିକ ହୁଅନ୍ତୁ, ଶିଳ୍ପପତି ହୁଅନ୍ତୁ କିମ୍ବା ରାଜନେତା, ସବୁଠି ସେମାନେ ସମ୍ମାନ ଓ ସମାନତାର ସହ ଆଗକୁ ବଢ଼ିବେ। ଏହା ହିଁ ତ ପ୍ରକୃତ ନାରୀ ଶକ୍ତି। ଏପର୍ଯ୍ୟନ୍ତ ଆମେ ଏକ ବହୁତ ବଡ଼ ସ୍ୱପ୍ନ ବିଷୟରେ ଆଲୋଚନା କଲେ। ହେଲେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ, ଏତେ ବଡ଼ ସ୍ୱପ୍ନ କ'ଣ ସତରେ ସାକାର ହେବ? ଆସନ୍ତୁ ଜାଣିବା। ଯଦି ଏ ସ୍ୱପ୍ନକୁ ସାକାର କରିବାର ସବୁଠୁ ବେଶୀ ଶକ୍ତି କାହା ପାଖରେ ଅଛି, ତେବେ ସେମାନେ ହେଉଛନ୍ତି ଆମ ଯୁବପିଢ଼ି। ସେମାନଙ୍କର ନୂଆ ଚିନ୍ତା,
ସ୍ୱାଧୀନ ମନୋଭାବ ଆଉ କିଛି କରି ଦେଖାଇବାର ଯେଉଁ ଜୋଶ ଅଛି ତାହା ହିଁ ଓଡ଼ିଶାକୁ ପ୍ରଗତିର ଶିଖରରେ ପହଞ୍ଚାଇବ। ତଥାପି ଗୋଟେ ବଡ଼ ପ୍ରଶ୍ନ ରହିଯାଉଛି। କଥା କହିବା ତ ବହୁତ ସହଜ, କିନ୍ତୁ ଏ ସ୍ୱପ୍ନକୁ ବାସ୍ତବ ରୂପ ଦିଆଯିବ କେମିତି? ଏହାର ରାସ୍ତାଟା କ'ଣ? ଆଉ ଏହାର ଉତ୍ତର ଯେତିକି ସରଳ ସେତିକି ଶକ୍ତିଶାଳୀ। ଏହି ସ୍ୱପ୍ନ କାହାରି ଜଣଙ୍କର ନୁହେଁ। ଏହା କୌଣସି ଜଣେ ବ୍ୟକ୍ତି ବା କେବଳ ସରକାରଙ୍କ କାମ ନୁହେଁ। ଏହା ହେଉଛି ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଯେଉଁଦିନ ପ୍ରତ୍ୟେକ ଓଡ଼ିଆ ନିଜ ନିଜ କର୍ତ୍ତବ୍ୟକୁ ସଚ୍ଚୋଟ ଭାବେ ପାଳନ କରିବେ, ସେଦିନ ଏହି ସ୍ୱପ୍ନ ନିଶ୍ଚୟ ସାକାର ହେବ। ଆଉ ଶେଷରେ ଏହି କେଇ ପଦ କଥା ଭିତରେ ହିଁ ପୂରା ସ୍ୱପ୍ନର ସାରାଂଶ ଲୁଚି ରହିଛି। ଯେଉଁଦିନ ପ୍ରତ୍ୟେକ ଶିଶୁ ପାଠ ପଢ଼ିବ, ପ୍ରତ୍ୟେକ ଚାଷୀ ମୁହଁରେ ହସ ଥିବ, ଆଉ ପ୍ରତ୍ୟେକ ମହିଳା ସ୍ୱାଧୀନ ଭାବେ ବଞ୍ଚିବ, ସେହିଦିନ ହିଁ ପ୍ରକୃତିରେ ପ୍ରସ୍ତୁତି ଓ ପ୍ରଗତିର ଓଡ଼ିଶା ଗଠନ ହେବ। କାରଣ ଏହି ସ୍ୱପ୍ନକୁ ସାକାର କରିବାର ଦାୟିତ୍ୱ ଆମ ସମସ୍ତଙ୍କର। Thanks for watching and listening. Like, share, subscribe.